ଏହି ଭିଡିଓରେ ଆମେ ଛୋଟରୁ ବଡ଼ ପାଠର ପ୍ରଶ୍ନ ଉତ୍ତର ଆଲୋଚନା କରିବୁ। ଫୁଲ ଛୋଟ ହେଲେ ବି ସମସ୍ତଙ୍କର ପ୍ରିୟ ହୁଏ କାହିଁକି? କାନନ ଉପବନ ସବୁଠି ଫୁଲ ଫୁଟେ। ଏହି ଫୁଲ ଗୁଡ଼ିକର ରୂପ, ରଙ୍ଗ ଓ ମହକ ସବୁକୁ ମୁଗ୍ଧ କରେ। ଏହାର ଆକାର ସହ ମହକର କୌଣସି ସମ୍ବନ୍ଧ ନଥାଏ। ଆକାରରେ କ୍ଷୁଦ୍ର ହେଲେ ମଧ୍ୟ ସେ ତାର ସୁବାସ ବିତରଣ କରେ ଓ ସମଗ୍ର ବନଦେଶ ତାର ସୁବାସରେ ମହକି ଉଠେ। ସେ ମହକ ବାୟୁ ଚାଳିତ ହୋଇ ସୁଦୂର ବିସ୍ତାରିତ ହୁଏ। ତାର ସୁମଧୁର ସୁବାସ ଓ ସୌନ୍ଦର୍ଯ୍ୟ ଯୋଗୁଁ ସେ ସମସ୍ତଙ୍କର ପ୍ରିୟ ପାତ୍ର ହୁଏ। କୂଅ ଆମ୍ଭମାନଙ୍କର କି ଉପକାରରେ ଲାଗେ? ଜଳ ହିଁ ଜୀବନ। ଜଳ ବିନା ଜୀବଜଗତ ତିଷ୍ଠି ରହିପାରିବ ନାହିଁ। ଜଳ ପାଇବା ପାଇଁ ଆମେ କୂପ ଖନନ କରିଥାଉ। ଏହା ମାସ ମାସ ବର୍ଷ ବର୍ଷ ଧରି ଆମକୁ ପାନୀୟ ଜଳ ଯୋଗାଇଥାଏ। ଆମର ବିଭିନ୍ନ ଆବଶ୍ୟକତା ପୂରଣ କରିଥାଏ। ଏହିପରି କୂଅ ଆମର ଅଶେଷ ଉପକାର କରିଥାଏ। ଲୋକେ କିପରି ନଈ ପାରି ହୁଅନ୍ତି? ନଦୀର ଅନ୍ୟ ନାମ ସ୍ରୋତସ୍ୱିନୀ। ନଦୀର ଜଳସ୍ରୋତକୁ ସହଜରେ ଅତିକ୍ରମ କରିବା ସମ୍ଭବ ନୁହେଁ। ବର୍ଷା ଦିନେ ନଦୀ ପୂର୍ଣ୍ଣ ଗର୍ଭା ହୋଇ ପ୍ରବାହିତ ହୁଏ। ନଦୀର ପ୍ରବାହିତ ଜଳରାଶିକୁ ଅତିକ୍ରମ କରିବା ନିମନ୍ତେ ନୌକା ହିଁ ସକ୍ଷମ ହୁଏ। ତେଣୁ ନୌକା ଦ୍ୱାରା ହିଁ ଲୋକେ ନଈ ପାରି ହୁଅନ୍ତି। আর ଏବେ ପୋଲ ତିଆରି ନିର୍ମାଣ ହେଉଛି। ବୃଦ୍ଧି ବଳରେ କିଏ ବସୁନ୍ଧରାକୁ କିଣି ପାରିଛି? ବୃଦ୍ଧି ବଳରେ କ୍ଷୁଦ୍ର ନର ବସୁନ୍ଧରାକୁ କିଣି ପାରିଛି। ପ୍ରଦୀପ କିପରି ଆମମାନଙ୍କ କାମରେ ଲାଗେ? ପ୍ରଦୀପ ପ୍ରଜ୍ୱଳିତ ହେଲେ ତାର ଆଲୋକ ଶିଖା ଅନ୍ଧାରକୁ ବିନାଶ କରିଥାଏ। ରାତ୍ରିର ଘନ ଅନ୍ଧାରକାର ମଧ୍ୟରେ ଆମେ କିଛି ଦେଖିପାରୁନା, ମାତ୍ର ପ୍ରଦୀପଟିଏ ପ୍ରଜ୍ୱଳିତ ହେଲେ ଅନ୍ଧକାର ଦୂରୀଭୂତ ହୋଇ ସ୍ଥାନଟି ଆଲୋକିତ ହୁଏ। ତେଣୁ ଆମେ ସବୁ କିଛି ଦେଖିପାରୁ ଓ ଅନାୟାସରେ ସମସ୍ତ କାର୍ଯ୍ୟ କରିପାରୁ। ତେଣୁ ପ୍ରଦୀପ ଆମମାନଙ୍କର ବହୁତ ଉପକାର କରେ। 2 ନମ୍ବର, 2ଟି ବା 3ଟି ବାକ୍ୟରେ ଉତ୍ତର ଲେଖ। ମଣିଷକୁ କ୍ଷୁଦ୍ର ବୋଲି କୁହାଯାଇଛି କାହିଁକି? ପୃଥିବୀର ବହୁ ବୃହତ୍କାୟ ପ୍ରାଣୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ହାତୀ, ଘୋଡ଼ା, ସିଂହ, ବାଘ, ଗଣ୍ଡା, ଗୟଳ, କୁମ୍ଭୀର, ତିମି, ଓଟ, ଅଜଗର, ଐରାଜ ଆଦି ପ୍ରଧାନ। ସେମାନଙ୍କ ତୁଳନାରେ ମଣିଷ ଅତି କ୍ଷୁଦ୍ର। ତେଣୁ ମଣିଷକୁ କ୍ଷୁଦ୍ର କୁହାଯାଇଛି। କ୍ଷୁଦ୍ର ବାରିଧାରା କିପରି ପ୍ରବଳ ସ୍ରୋତସ୍ୱିନୀ ହୁଏ? କ୍ଷୁଦ୍ର ବାରିଧାରାକୁ ହିଁ ତଟିନୀ ସୃଷ୍ଟି। ପର୍ବତ ଶିଖର ପ୍ରଦେଶରେ ବର୍ଷା ହେବା ଫଳରେ ଜଳଧାରା ଗୁଡ଼ିକୁ ନିମ୍ନଭୂମିକୁ ବହି ଆସେ। ନିମ୍ନଭୂମିରେ ଜଳରାଶି ସହ ମିଶି ତାହା କ୍ରମଶଃ ଆଗକୁ ଆଗକୁ ମାଡ଼ି ଚାଲେ। ବିଭିନ୍ନ ସ୍ଥାନରୁ ବହି ଆସିଥିବା ଏହି ଜଳଧାରା ଏକତ୍ରିତ ହେବା ଫଳରେ ଏହାର କଲେବର ବୃଦ୍ଧି ପାଏ ଓ କ୍ରମେ ବେଗଗାମୀ ହୋଇ ଏହା ନଦୀ ରୂପେ ପ୍ରବଳ ସ୍ରୋତରେ ପ୍ରବାହିତ ହୁଏ। ଏହିପରି ଭାବରେ କ୍ଷୁଦ୍ର ବାରିଧାରାଟି କ୍ରମଶଃ ପ୍ରବଳ ସ୍ରୋତସ୍ୱିନୀ ପରିଣତ ହୁଏ। ସଂସାରରେ ଗୀତର ଆବଶ୍ୟକତା କ'ଣ? ଗୀତ ଲକ୍ଷ ଲକ୍ଷ ଲୋକଙ୍କର ମନକୁ ଆକର୍ଷଣ କରିଥାଏ। ଗୀତର ମଧୁର ସ୍ୱର ଦୁଃଖୀ ହୃଦୟରୁ ଦୁଃଖକୁ ଦୂର କରେ। ଲଳିତ ଗୀତ ପଦର ସୁମଧୁର ସ୍ୱରରେ ସମ୍ମୋହନ ଶକ୍ତି ଲୁଚି ରହିଛି। ତେଣୁ ଗୀତ ଶୁଣିଲେ ହୃଦୟ ଆନନ୍ଦରେ ଭରିଯାଏ, ମନରେ ଶାନ୍ତି ଆସେ। କ୍ଷୁଦ୍ର ମହତ୍ ହୁଏ କିପରି? ପରିବେଶର ସାହାଯ୍ୟରେ ଓ ସାଧନା ଦ୍ୱାରା ଶକ୍ତି ଲାଭ କରି କ୍ଷୁଦ୍ର ବିକଶିତ ହୁଏ ଓ ଭବିଷ୍ୟତରେ ତାହା ମହତ୍ ହୁଏ। କ୍ଷୁଦ୍ର ମଧ୍ୟରେ ବହୁତ ସମ୍ଭାବନା ଲୁଚି ରହିଛି। ଉପଯୁକ୍ତ ମାର୍ଗଦର୍ଶନ ଓ ସାଧନା ଦ୍ୱାରା ସେ ସମସ୍ତ ସମ୍ଭାବନା ପ୍ରକୃତ ରୂପ ପାଏ। କ୍ଷୁଦ୍ର ମଧ୍ୟରେ ଥିବା ସମ୍ଭାବନା ବିକଶିତ ହୋଇ କ୍ଷୁଦ୍ରକୁ ମହତ୍ କରେ। ଛୋଟରୁ ବଡ଼ ହେବା 3ଟି ଦୃଷ୍ଟାନ୍ତ ଦିଅ। ଫୁଲ କଳି ଛୋଟରୁ ବଡ଼ ହୁଏ। କ୍ଷୁଦ୍ର ବାରିଧାରା ପ୍ରବଳ
ସ୍ରୋତସ୍ୱିନୀ ହୁଏ। ଛୋଟ ଶିଶୁଟିଏ ବଡ଼ ମଣିଷ ହୁଏ। 3 ନମ୍ବର, ସରଳ ଭାଷାରେ ବୁଝାଇ ଲେଖ। କ୍ଷୁଦ୍ର ଏକ ପ୍ରଦୀପ ଶିଖା ତମସା ପାରେ କିଣି। ଉକ୍ତ ପଦ୍ୟାଂଶଟି କବି ଡକ୍ଟର ଜାନକୀ ବଲ୍ଲଭ ମହାନ୍ତିଙ୍କ ରଚିତ ଛୋଟରୁ ବଡ଼ କବିତାରୁ ଉଦ୍ଧୃତ। ଏଠାରେ କବି କୋମଳମତି ଛାତ୍ରଛାତ୍ରୀମାନଙ୍କୁ ବଡ଼ କାମ କରିବାକୁ ପ୍ରେରଣା ଦେବାକୁ ଯାଇ କ୍ଷୁଦ୍ର ପ୍ରଦୀପ ଶିଖର ଆଦର୍ଶ ଅନୁକରଣ କରିବାକୁ ଉପଦେଶ ଦେଇଛନ୍ତି। ପୃଥିବୀର ବହୁ କ୍ଷୁଦ୍ର ପଦାର୍ଥ ରହିଛି ଯାହା ଭିତରେ ଭବିଷ୍ୟତର ବହୁ ସମ୍ଭାବନା ନିହିତ ରହିଛି। ସେମାନଙ୍କ ଦ୍ୱାରା ବହୁ ମହତ୍ କାର୍ଯ୍ୟ ସାଧିତ ହୋଇପାରେ। ସେମାନଙ୍କଠାରେ ସେହି ମହତ୍ କାର୍ଯ୍ୟକୁ ଲକ୍ଷ୍ୟ କରି ନିଜ ଭିତରେ ଥିବା ସୁପ୍ତ ଗୁଣାବଳୀର ବିକାଶ ସାଧନା କରିବାକୁ ବ୍ରତୀ ହେବା ଉଚିତ। ଛୋଟ ଦୀପଶିଖାଟିଏ ଅନ୍ଧକାର ଦୂର କରିପାରେ। ବିରାଟ ଅନ୍ଧକାର ତା ପାଖରେ ପରାଜୟ ସ୍ୱୀକାର କରେ। କ୍ଷୁଦ୍ର ନରବୃଦ୍ଧି ବଳେ କିଣିଛି ବସୁନ୍ଧରା। ସଂସ୍କୃତ ପଦ୍ୟାଂଶଟି ଛୋଟରୁ ବଡ଼ ଶୀର୍ଷକ କବିତାରୁ ଗୃହୀତ। ଏହି ପ୍ରସଙ୍ଗରେ କବି ଡକ୍ଟର ଜାନକୀ ବଲ୍ଲଭ ମହାନ୍ତି କ୍ଷୁଦ୍ର ମଣିଷ କିଭଳି ତାର ବୃଦ୍ଧି ବଳରେ ବସୁନ୍ଧରାକୁ ଜୟ କରିପାରିଛନ୍ତି ତାହା ବର୍ଣ୍ଣନା କରିଛନ୍ତି। ଈଶ୍ୱରଙ୍କ ସୃଷ୍ଟିରେ ବହୁ କ୍ଷୁଦ୍ର ଉପସ୍ଥିତି ଅଛି ଯେଉଁଥିରେ କି ବିରାଟ ସମ୍ଭାବନା ଭରି ରହିଛି। ତହିଁ ମଧ୍ୟରେ ମନୁଷ୍ୟ ଅନ୍ୟତମ। ଏହି ପୃଥିବୀରେ ଥିବା ଅନେକ ବିଶାଳ ପ୍ରାଣୀଙ୍କ ତୁଳନାରେ ମଣିଷ କ୍ଷୁଦ୍ର ହେଲେ ହିଁ ତାର ବୃତ୍ତି ବଳରେ ସେ ବିଶେଷ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ କରିପାରୁଛି। ତାର ସାଧନା ଓ ସିଦ୍ଧି ତାକୁ ଅନ୍ୟ ପ୍ରାଣୀଙ୍କ ଠାରୁ ଶ୍ରେଷ୍ଠ କରି ଦେଖାଇ ପାରୁଛି। ଅମୀୟ ଢାଲେ ଲଳିତ ସ୍ୱର ବିଧୁର ବହୁ ପ୍ରାଣୀ। ଉକ୍ତ ପଦ୍ୟାଂଶଟି ଛୋଟରୁ ବଡ଼ କବିତାରୁ ଉଦ୍ଧୃତ। ଏଠାରେ କବି ଜାନକୀ ବଲ୍ଲଭ ମହାନ୍ତି କ୍ଷୁଦ୍ର ଏକ ଗୀତ କବିତା ଲଳିତ ମଧୁର ସ୍ୱର ମନୁଷ୍ୟ ମନରେ କିପରି ଆନନ୍ଦ ସଞ୍ଚାର କରିତାର ବେଦନାସିକ୍ତ ହୃଦୟରୁ ଦୁଃଖ ଦୂର କରିବାରେ ସହାୟକ ହୋଇ ତାହା ବର୍ଣ୍ଣନା କରିଛନ୍ତି। ଏ ପୃଥିବୀରେ ବହୁ ଛୋଟ ଜିନିଷ ଦ୍ୱାରା ବହୁ ବିରାଟ କାର୍ଯ୍ୟ ସାଧିତ ହୋଇପାରେ। ଛୋଟ ଏକ ଫୁଲର ସୁରଭି ଦ୍ୱାରା ସମଗ୍ର ବନଭୂମି ସୁବାସିତ ହୋଇ ଉଠେ। ଛୋଟ ଦୀପଶିଖାଟିଏ ଗାଢ଼ ଅନ୍ଧାରକୁ ଦୂର କରିପାରେ। ସେହିପରି ଟୋପା ଟୋପା କ୍ଷୁଦ୍ର ବର୍ଷା ବିନ୍ଦୁ ଏକତ୍ରିତ ହେଲେ ବିରାଟ ନଦୀ ସୃଷ୍ଟି କରିପାରନ୍ତି। ଛୋଟ ଏକ ଗୀତର ଲଳିତ ମଧୁର ସଙ୍ଗୀତ ଲକ୍ଷ ଲକ୍ଷ ଲୋକଙ୍କର ମନରେ ଆନନ୍ଦ ସଞ୍ଚାର କରିଥାଏ। ସଙ୍ଗୀତ ତାର ଯାଦୁକାରୀ ଗୁଣ ବଳରେ ବନର ପଶୁକୁ ମଧ୍ୟ ବଶୀଭୂତ କରିପାରେ। ଦୁଃଖରେ କାତର ହେଉଥିବା ବ୍ୟକ୍ତି ପ୍ରାଣରେ ଗୀତର ଲଳିତ ମଧୁର ସ୍ୱର ଅମୃତ ଢାଲିଦିଏ। ତାର ମନରୁ ଦୁଃଖ ଦୂର କରିବାରେ ସଙ୍ଗୀତର ପ୍ରଭାବଶାଳୀ ଭୂମିକା ସର୍ବଦା ସ୍ୱୀକାର କାର୍ଯ୍ୟ। ତେଣୁ କ୍ଷୁଦ୍ର ମଧ୍ୟରେ ନିହିତ ବିରାଟ ସମ୍ଭାବନାକୁ ରୂପ ଦେବା ନିମନ୍ତେ ପରିବେଶ ସୃଷ୍ଟି କରିବା ଉଚିତ। ପ୍ରାୟ 100ଟି ସତ୍ୟ ଉତ୍ତର ଲେଖ। କ୍ଷୁଦ୍ରଠାରେ ବିରାଟ ସମ୍ଭାବନା ନିହିତ ଥାଏ ବୋଲି କିପରି ଜାଣିବା? ଈଶ୍ୱରଙ୍କ ସୃଷ୍ଟିରେ ବହୁ କ୍ଷୁଦ୍ର ଜିନିଷ ରହିଛି ଯାହା ଭିତରେ ଭବିଷ୍ୟତର ବହୁ ସମ୍ଭାବନା ଲୁଚି ରହିଥାଏ। ଶ୍ରମ, ସାଧନା ଓ ଅଧ୍ୟବସାୟ ବଳରେ ସେ ସବୁ ଜାଣି ହୁଏ। ଛୋଟରୁ ବଡ଼ ନେବା ପ୍ରକୃତିର ଧର୍ମ ହୋଇଥିବାରୁ ଏଭଳି ଘଟିଥାଏ। ଯେପରି ହେଲା କାନନରେ ଫୁଟୁଥିବା ଛୋଟ ଫୁଲଟି ବାସ ବିତରଣ କରେ। ଛୋଟିଆ କୂଅଟିଏ ମାସ ମାସ ବର୍ଷ ଧରି ଜଳ ଯୋଗାଏ। କ୍ଷୁଦ୍ର ଦୀପଶିଖାଟିଏ ଅନ୍ଧାରକୁ ବିନାଶ କରେ। କ୍ଷୁଦ୍ର ବାରିଧାରା ମିଶ୍ରଣରେ ପ୍ରବଳ ସ୍ରୋତସ୍ୱିନୀ ସୃଷ୍ଟି ହୁଏ। କ୍ଷୁଦ୍ର ଗୀତିକାର ମଧୁର ମୂର୍ଚ୍ଛନା ପ୍ରାଣରେ ଅମୃତଧାରା ସୃଷ୍ଟି କରେ। ସେହିପରି କ୍ଷୁଦ୍ର ନୌକାଟି ଦ୍ୱାରା ବିକ୍ଷୁବ୍ଧ ଜଳଧାରାକୁ ଲଙ୍ଘନ କରି ହୁଏ।
ପାଞ୍ଚ ନମ୍ବର କ ସ୍ତମ୍ଭ ପଦ ସହିତ ଖ ସ୍ତମ୍ଭ ସମ୍ପର୍କିତ ପଦ ଗୁଡ଼ିକୁ ଯୋଡ଼ି ଲେଖ। ଉତ୍ତର ଅଛି ଛୋଟ କୁଆଁଟିଏ ଜଳ ଯୋଗାଇ ଲୋକେ ବରଷ ମାସ। କ୍ଷୁଦ୍ର ବାରିଧାରାଟିଏ ପ୍ରବଳ ସ୍ରୋତସ୍ୱିନୀ। ଅମିୟ ଢାଳି ଲଳିତ ସ୍ୱରେ ବିଧୁର ବହୁ ପ୍ରାଣୀ। କ୍ଷୁଦ୍ର ଏକ ତରଣୀ ଲାଗେ କ୍ଷୁବ୍ଧ ଜଳ ଧାରା। ଛୋଟ ଶିଶୁଟିଏ ପଡ଼ି ରଖଇ ଦେଶ ଜାତିର ମାନ। ଯୁକ୍ତ ହୋଇ ବହୁର ସାଥେ ଦିକ୍ ବିଦିକ୍ ଛୁଟେ। 6 ନମ୍ବର ତଳେ ଲେଖାଯାଇଥିବା ଅସଜଡ଼ା ଶବ୍ଦ ଗୁଡ଼ିକୁ ସଜାଡ଼ି ଲେଖ। ନର ଚିଣିଛି କ୍ଷୁଦ୍ର ପଲେ ବୃଦ୍ଧି ବସୁନ୍ଧରା। କ୍ଷୁଦ୍ର ନର ବୃଦ୍ଧି ପଲେ କି ଜିଣିଛି ବସୁନ୍ଧରା। ସାଧନା ପଲେ ଶକତି ଯୋଗେ ବିକାଶ ଲଭେ ସେହୁ। ହେଲେ ବି ଛୋଟ ଶକତି ତାର ଦିନେ ନା ଦିନେ ଫୁଟେ। 7 ନମ୍ବର ବାମ ପଟେ ଥିବା ଶବ୍ଦ ଗୁଡ଼ିକର ଅର୍ଥ ସୂଚକ ଶବ୍ଦ ଗୁଡ଼ିକ ଭିତରେ ଅଛି ଯେନ୍ତା ଅମିୟ ଅର୍ଥ ହେଲା ଅମୃତ ଅମିୟ କି ବାକ୍ୟ ଗଠନ କର। ତମସାର ଅନ୍ଧକାର। ବାରି ଅର୍ଥ ଜଳ। ବସୁନ୍ଧରା ଅର୍ଥ ପୃଥିବୀ। ବିଧୁର ଅର୍ଥ କାତର। ଛୁଟେ ଅର୍ଥ ହେଲା ବ୍ୟାପୀ ଯାଏ। 8 ନମ୍ବର ଦୁଇଟି ଲେଖା ଶବ୍ଦ ଲେଖ। କାନ ଅର୍ଥ ବଣ ଅରଣ୍ୟ। ତରୁ ଅର୍ଥ ବୃକ୍ଷ ପାଦପ। ସ୍ରୋତସ୍ୱିନୀ ଅର୍ଥ ହେଲା ତଟିନୀ। ତରଣୀ ଅର୍ଥ ନୌକା। ନର ଅର୍ଥ ମନୁଷ୍ୟ ମାନବ। ବସୁନ୍ଧରା ଅର୍ଥ ଧରଣୀ ପୃଥିବୀ। ଫୁଲ ଅର୍ଥ ପୁଷ୍ପ ସୁମନ। 9 ନମ୍ବର ବିପରୀତ ବୋଧକ ଶବ୍ଦ ଲେଖ। କ୍ଷୁଦ୍ର ବୃହତ୍। ଅନ୍ଧକାର ଆଲୁଅ। ଦିବା ନିଶି। ଲଳିତ କୋଠର। ଜିଣିବା ହାରିବା। ନିମ୍ନଲିଖିତ ଶବ୍ଦ ଗୁଡ଼ିକୁ ନେଇ ଚାରି ଧାଡ଼ିରେ କବିତାଟି ଲେଖ। ଛୋଟ ଛୋଟଟି ଏଇଟା ନେଇକରି ଗୋଟେ କବିତା ଲେଖ ଅଛି।